ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆପଣଙ୍କର ଜମି ଦଲାର କଥା କହିଲି, ଗୋରୁ ଦଲାର କଥା କହିଲି, ବର୍ତ୍ତମାନ କଥାଟା ହଉଛି ମଣିଷ ଦଲାର। ମଣିଷ ଦଲାର କଣ? ଆପଣଙ୍କୁ ଟିକେ ଉଲ୍ଟା ଲାଗିବ। ଗୋଟିଏ ଝିଅ ବାହାଘର ଆପଣ କରିବେ, ଗୋଟେ ଦଲାରର ଆବଶ୍ୟକତା ଅଛି, ଯାହାକୁ କୁହାଯାଉଛି ମିଡିଏଟର। ଆମର କୁହାଯାଉଛି ଟିକେ ସମ୍ମାନ ଦେଇକିରି କୁହାଯାଉଛି ଭଦ୍ର ଲୋକ, ଭଦ୍ର ଲୋକ। ଆପଣ ଯଦି କୋଉଠି ଗୋଟେ ଝିଅ ପୁଅ ଆପଣ ପର୍ସନାଲିଟି ଯଦି କଥାବାର୍ତ୍ତା ହେଇକିରି ସେଟଅପ୍ କରିଦେଇଥିବେ, ଯେ ଧରନ୍ତୁ ମୋ ଝିଅକୁ ଆପଣଙ୍କ ପୁଅ ବାହା ହବ, ଆମ ଭିତରେ କଥାବାର୍ତ୍ତା ହେଇଗଲେ କୌଣସି ପରିସ୍ଥିତିରେ ତାଙ୍କ କାନକୁ କଥା ପଳେଇଯିବ। ମାନେ ଯେମିତି ଯମ ଅଜ୍ଞାତରେ ମୃତ୍ୟୁ ନାହିଁ, ପଳେଇ ଗଲା ପରେ ସେ ଆପଣଙ୍କ କତିରେ କି ମୋ କତିରେ ପହଞ୍ଚିକିରି ଏମିତି କଥାଟା କହିବେ, ଆମେ ବାହାଘର କରିବାନି। ଏମିତି କଥା ସେ କହିବେ, ଆପଣଙ୍କ କତିରେ ପହଞ୍ଚିଗଲେ ଆପଣ କହିବେ ନାଇଁ କରିବିନି, ମୋ କତିରେ ପହଞ୍ଚିଗଲେ ମୁଁ କରିବି। ଧରନ୍ତୁ ମୋ ଝିଅ ଆପଣଙ୍କ ପୁଅ, ଆପଣଙ୍କ ପୁଅ ଆପଣଙ୍କ କତିରେ ପହଞ୍ଚି ଯାଇକିରି ଆପଣଙ୍କୁ କଣ କହିଦବ କହିଲେ? ସର୍ଟ କଥା ଟିକେ କହିଦବ। ଯେମିତି ଆମର ଜଣେ କବି ଲେଖିଥିଲେ, ଗୋଟେ ଝିଅ ପିଲାକୁ ଯଦି ଖାଲି ସଂକ୍ଷିପ୍ତରେ କହିଦବ ତା ଚରିତ୍ର ଖରାପ, ସେଇଟା ହଉଛି ତା ଜୀବନ, ତାକୁ ମାରିଦବା ଠାରୁ ଆହୁରି ତଦ୍ରୁପ। ବର୍ତ୍ତମାନ ତ ଆଉ ତଥ୍ୟପତ୍ର କଥା ସେମିତି କିଛି ଉଠୁନି। ଆଜିକି 10-30 ବର୍ଷ ତଳେ ଯଦି ଗୋଟିଏ ଖାଲି କଥା କୁହା ହେଇଯାଉଥିଲା, ସେ ପିଲାଟାର ଚରିତ୍ର ଖରାପ, ସେ ଝିଅଟାର ଚରିତ୍ର ଖରାପ, ସେ ବୋଉଟାର ଚରିତ୍ର ଖରାପ, ଚରିତ୍ର ଖରାପ ଶବ୍ଦଟା ହଉଛି ଗୋଟେ ଅଲଗା ଭିତରକୁ ପଳେଇ ଯାଉଥିଲା। କୋଉ ଭିତରକୁ ପଳଉଥିଲା? ଚରିତ୍ର ଖରାପ ମାନେ ଧର ସ୍ତ୍ରୀ ଲୋକଟା ହଉ କି ଝିଅଟା ହଉ କି ବୋଉଟା ହଉ, ସିଏ ଆପଣଙ୍କର ମାନେ ଗୋଟିଏ ପୁରୁଷ ପରିବର୍ତ୍ତେ ଅନେକ ପୁରୁଷଙ୍କ ସହିତ ମିଶିଛି। ଅନେକ କହିଲେ 5 ଜଣ ହୁଅନ୍ତୁ, 3 ଜଣ ହୁଅନ୍ତୁ, 2 ଜଣ ହୁଅନ୍ତୁ, ସେଇ ଶବ୍ଦଟା ତାଙ୍କ ପାଇଁ କାଳ ହେଇଯାଉଥିଲା। ସିଏ ଟୋଟାଲ ନ ମିଶିଥାନ୍ତି, ପୁରୁଷ ସମାଜ ଏମିତି ଗୋଟେ କଥା କହିଦେଉଥିଲା ଯେ ତାର ଚରିତ୍ର ଖରାପ ମାନେ ସରିଗଲା, ଆପଣଙ୍କର ଆଉ କିଛି ନାହିଁ, ଆପଣଙ୍କୁ ମାରିବା ଆଉ ଦରକାର ନାହିଁ, ଆପଣ ଅଲରେଡି ସେଇଦିନ ସେ ସ୍ତ୍ରୀ ଲୋକଟି ବି ବା ଝିଅଟି ସେ ମରିଗଲା ସେଇଦିନ। ତାପରେ ବାହାସାଗର ହୁଏ, ସବୁ ହୁଏ, ହେଲେ ବି ମଧ୍ୟ ସେଇଟା ଆପଣଙ୍କର ଆଉ ଲିଭିବନି। ଯଦି ଶାଶୁଘର କାନରେ କାହାର ବାଜି ଯାଇଛି କଥାଟା, ସିଏ ଆପଣଙ୍କର ସେ ବୋଉ ହଉଛି କଣ କହିଲେ, ଆଡଜଷ୍ଟମେଣ୍ଟରେ ଚଳିବ, କିନ୍ତୁ ପ୍ରକୃତରେ ତାକୁ ମର୍ଯ୍ୟାଦା ଦିଆଯାଉନଥିଲା 30 ବର୍ଷ ତଳେ। ବର୍ତ୍ତମାନ ସେ ଜିନିଷ ଉଠିଗଲା। ଚରିତ୍ର ଖରାପ ମାନେ ମିଳାମିଶାଟାକୁ ଚରିତ୍ର ଖରାପ ନୁହଁ, ଆମର ସରକାର ବି ଏବେ କହିସାରିଲେଣି, ଆପଣ ସବୁ ଦେଖୁଥିବେ। କିଏ କାହା ସହିତ ମିଶିଗଲେ ଚରିତ୍ର ଖରାପ ହେଇଯାଏ, ସେ କଥା ନୁହଁ, ବୁଝିଲେ କି? ସହମତି ଯୋଉଟା ଗୋଟେ ରହିଛି ବର୍ତ୍ତମାନ ଆପଣ ଜାଣିଥିବେ, ସେଇଟା ବି ମୁଁ ଏଥିରେ ଟିକେ ଆମର ଆଧ୍ୟାତ୍ମିକ ବାଇଟ ବିଷୟରେ ମୁଁ ଟିକେ ଏତେ କହିବାକୁ ଚାହୁଁନାହିଁ। ମୁଁ ବାହାଘର ଭଦ୍ର ଲୋକଙ୍କ କଥା କହୁଛି। ଆପଣଙ୍କ ପୁଅ ମୋ ଝିଅକୁ ବାହା ହବ, ଆପଣଙ୍କ କତିରେ ଯାଇ ସେ ପହଞ୍ଚିବେ, ତେବେ ସେ ତାଙ୍କ ଝିଅ ସହିତ ତମ ପୁଅର ବାହାଘର ଶୁଣୁଛୁ ନା? ହଁ, କାହିଁକିନା ଭଦ୍ର ଲୋକ ଯିଏ ସେ ଆକାଶରୁ ଆସିନାହାନ୍ତି। ଯୋଉ ମିଡିଏଟର ବାହାଘର ଦଲାରି, ମୋ ଭାଷାରେ ଦଲାରି, ସେ ଆକାଶରୁ ଆସିନାହାନ୍ତି। କାହିଁକିନା ମୁଁ ସେଟା ଭୋଗିଛି, ମୋର 50,000 ଖଣ୍ଡ ଟଙ୍କା ଯାଇଛି, ମୋ ଦଲାରି ଖାଇ ଦେଇଛନ୍ତି ମୋ ପୁଅ ବାହାଘର ବାବଦରେ। ମୁଁ ସେଇଥିପାଇଁ କହୁଛି ଦଲାରି ଶବ୍ଦଟା କହୁଛି, ମୁଁ ତାକୁ ସମ୍ମାନ ଦେଇ ତାଙ୍କୁ କଥାଟା କହୁନି। ପହଞ୍ଚିବେ ଆପଣଙ୍କ କତିରେ, ସେ ଅମକ ଜାଗାରେ ତମେ ବାହାଘର କରୁଛ ନା, ଜାଣିଛ ତ, ଭଲକିରି ବୁଝାସୁଝା କରି କରୁଛ ତ ନା ନାଇଁ? କଣ କି ନା, ହେ ତମେ ଜାଣିନା ସେ ଝିଅ ବାବଦରେ କିଛି ଜାଣିଛ? ଯଦି କହିବ ହଁ ମୁଁ ଜାଣିଛି, ଭଲ ପିଲାଟା, ମୁଁ ସମସ୍ତଙ୍କୁ ଖବର ବୁଝୁଛି, ଝିଅ ବାବଦରେ ଜାଣିଛ? ତା ମା ବାବଦରେ ଜାଣିଛ କିଛି? ତା ମା କଣ? ମାନେ ଝିଅ କଥାଟା ଯଦି କାର୍ଯ୍ୟକାରୀ ନୁହେଁ, ତା ମା ପା ହଉଛି 6 ମାସ ଜଣେ ଲୋକ ସାଙ୍ଗରେ ପଳେଇଥିଲା। ଆପଣ ଧରନ୍ତୁ ଜଣେ ସମ୍ରାଟ ବଂଶ, ଆପଣ ଚାହୁଁଥିବେ ବନ୍ଧୁ ସବୁବେଳେ ସମକକ୍ଷ ବନ୍ଧୁ ଚାହେଁ, କିନ୍ତୁ ଆପଣଙ୍କ ମନ ସେଇଠି ଫିକା ପଡିଗଲା। ଏଠି ଆପଣ ଖୋଜା ଚଲେଇବେ, ତାହେଲେ ତାଙ୍କର ଯୋଉ ଦଳ, ଯେମିତି ଓକିଲ ମାନେ ସମସ୍ତେ ଗୋଟେ ଜାଗାରେ ଯାଇ ବସୁଛନ୍ତି ନା, ଆପଣଙ୍କ କେସରେ ଜଣେ ଆପଣଙ୍କ ଓକିଲ ଲଢିବେ, ମୋ କେସରେ ଜଣେ ମୋ ଓକିଲ ଲଢିବେ, କିନ୍ତୁ ବସିବା ସମାନ ଜାଗା, ଖାଇବା ପିଇବା କଥାବାର୍ତ୍ତା ସାଙ୍ଗସାଥି ତାଙ୍କର ସବୁ ଠିକ ଠାକ ଅଛି। ସେମିତି ମୋ କତିରେ ଆସି ପହଞ୍ଚିବେ। ମୁଁ କହିଛି ଆପଣଙ୍କୁ, ଧରନ୍ତୁ ମୁଁ ଝିଅର ବାପ, ମତେ କହିବେ ଭାଇ ଆଉ କଣ ସେ ଯୋଉ ଅମକ ଭାଇଙ୍କ ସାଙ୍ଗରେ ତାଙ୍କ ପୁଅ ସାଙ୍ଗରେ ତମ ଝିଅ ବାହାଘର ନା, ସେ ପୁଅ ବାବଦରେ କିଛି ଜାଣିଛ? ଭଲ ପିଲାଟା ତ ଚାକିରି କରୁଛି, କି ନହେଲେ ଏଇଆ କିଛି ବେପାର କରୁଛି, କି ଇଏ କରୁଛି, ସତଟ ପିଲା,
ବଡ ନିଶା ପାଣି କିଛି ଖାଏ ନା। ବର୍ତ୍ତମାନ ସମାଜ କଥାରେ ଏଇନା ଟିକେ ନିଶା ପାଣି ଗୁରୁତ୍ୱ ଦିଆ ତ ନିଶା ପାଣି କିଛି ଖାଏ ନା। ଭଲ କଣ ପିଲା ଗୁରୁଜନ ଲଘୁଜନ ମାନେ ତା କର୍ମ ଭଲ ତ ସିଏ ଭଲ, ସିଏ ତ ବାନା ବାତରା ନୁହେଁ। ଆମେ ତ ଏଇଟା ଜାଣି, ତମେ ଜାଣିନଥାଅ ବୋଧେ। ହଉ ଜାଣିଛ ଯଦି କର। ସିଏ ଯେତେବେଳେ ଏତିକି ମତେ କହିଦବ, ମୁଁ ଖୋଜିନି କଣ ଟିକେ କୁହ। ବରଂ ସେ ଗୋଟେ କହିଲା ସେ ଗୋଟିଏ ଝିଅକୁ ଏମିତି ବାହା ହେଇଥିଲା, ତାର ବାହାଘର ପୁରା ଫିକ୍ସ ହେଇଯାଇଥିଲା। ଫିକ୍ସ ହେଲା ପରେ ତା ବାପା ମା ରାଜି ହେଲେନି, କି ଗୋଟେ କୁଆଡୁ ଆଳ ଦେଖେଇକି ସେ ଝିଅଟି ସୁଇସାଇଡ କଲା। ଏ ପିଲାଟା ତାକୁ ଏମିତି ନିର୍ଯାତନା ଦେଇଛି, ମୁଁ କେବେ ଝିଅ ବାହାଘର କରିବି? ହବନି। ତେଣୁ ସେଠି କଣ ମିଡିଏଟର ବା ଭଦ୍ରଲୋକ ବା ବାହାଘରିଆ ଦଲାରିର ଆବଶ୍ୟକତା ଅଛି। ଦଲାରି ଯଦି ଅଛି, ମୋ ଝିଅ ଚରିତ୍ରହୀନ ହେଇଥାଉ, ଆପଣଙ୍କ ପୁଅ ସେ ହୀନ ଚରିତ୍ର ହେଇଥାଉ, ମିଡିଏଟର ଯଦି ଅଛି ଆପଣଙ୍କ ବ୍ରେନକୁ ମୋ ବ୍ରେନକୁ ଏମିତି ୱାଶ କରିବ, ଆମେ ବାହାଘର କରି ଥକିବା। ମୋ ବାପା କି ଆପଣଙ୍କ ବାପା ମନା କଲେ, କି ଗୋସାଇଁ ମନା କଲେ, କି ଗୁରୁ ମନା କଲେ ବି ଆମେ, ତେଣୁ ମିଡିଏଟର ଏଇଆ ହଉଛି ଜ୍ଞାନ। ତେଣୁ ବର୍ତ୍ତମାନ ମୁଁ ମିଡିଏଟର କଥା କହିବାର ଉଦ୍ଦେଶ୍ୟ, ଯେ ପ୍ରଥମ କହିଛି ଗୋରୁ ଦଲାରି ଗଲେ, ଦ୍ୱିତୀୟରେ କହିଲି ଜମି ଦଲାରି, ତୃତୀୟରେ ବର୍ତ୍ତମାନ ମଣିଷ ଦଲାରି କତିରେ ଆମେ ପହଞ୍ଚି ଯାଇଛୁ। ମାନେ ଝିଅଟିଏ ପୁଅଟିଏ ଦିଟା ଆତ୍ମା ମିଳନ କରାଇବା ଆକୁ ପୁଣ୍ୟ ବୋଲି ଲୋକ କୁହନ୍ତି। ବୁଝିଲେ, ଆମର କଥା ଅଛି ଯେ ବାହା ହେଇପାରୁନଥିବ ତାକୁ ବାହାଘର କରେଇବୁ, ଯାହାର ଘର ନଥିବ ତାକୁ ଘର କରେଇବୁ, ଅଣସୁଧିଆ ଯିଏ ଥିବ ତା କତିରେ ଯଦି ପଇସା ପତ୍ର ନଥିବ ତୁ କିଛି ଅର୍ଥ ଦାନ କରିକି କି ତୁ କାହାଠୁ ମାଗିକିରି ଆଣିକିରି ତାକୁ ଶୁଦ୍ଧ କରିବୁ। ଏଇଟା ହଉଛି ଧର୍ମ। ବର୍ତ୍ତମାନ ଧର୍ମ ହଉଛି ଏଇଆ। ଏଇଠି ଯଦି ବର୍ତ୍ତମାନ ଧର୍ମ ଯଦି ଏଇଆ ହେଲା, ତାହେଲେ ଏ ଦୁନିଆ କେତେ ଦିନ ରହିବ ବୋଲି ଆପଣ ଭାବୁଛନ୍ତି? ସେ ସୁପର ଏଲେନି ହଉ, ଆପଣଙ୍କର ସେଇ ମିଆଁମାରରେ ଭୂମିକମ୍ପ ହଉ, କି ଆପଣଙ୍କର ସେ ଯୋଉ ଗାଡି ଆକ୍ସିଡେଣ୍ଟ ହଉ, କି ବିଜୁଳି ଘଡଘଡିରେ ମରିବା ହଉ, କି ନୂଆ ନୂଆ ରୋଗ କରୁଣା ଭଳିଆ ଆସୁ, ମରିବାଟା ସହିତ ଭଗବାନଙ୍କ ସୃଷ୍ଟିରେ ଏଇଠି ତ ଜଣେ ତ କାରପଣ ଅଛି, ଜଣଙ୍କର ଆଉ ତ କାହାର କାରପଣ ନାହିଁ। ବର୍ତ୍ତମାନ ଯୋଉ ଆପଣଙ୍କର ଘରଟିଏ ଯଦି ଆପଣ ଭଡା ନବା ପାଇଁ ଚାହିଁବେ, ସେଠି ଆପଣଙ୍କର ଘର ଭଡା ଦବା ଦଲାରିର ଆଶ୍ରୟ ନେବାକୁ ପଡିବ। ପୁଅଟିଏ ବାହାଘର କରିଲେ ଦଲାରିର ଆଶ୍ରୟ ନେବାକୁ ପଡିବ। ଝିଅଟିଏ ବାହାଘର କରିବାକୁ ଚାହିଁଲେ ଦଲାରିର ଆଶ୍ରୟ ନେବାକୁ ପଡିବ। ଜଣେ ନେତାଙ୍କ କତିକି ଯିବା ପାଇଁ ଦଲାରିର ଆଶ୍ରୟ ନେବାକୁ ପଡିବ। ଭଲ ଡକ୍ଟରଙ୍କ କତିକି ଦେଖା କରିବାକୁ ଦଲାରିର ଆଶ୍ରୟ ନେବାକୁ ପଡିବ। ତାହେଲେ ବର୍ତ୍ତମାନ ଆମେ ସବୁ ଦଲାର କବଳରେ କବଳିତ। ଦଲାର କହିଲେ କିଏ? ନା ଯିଏ ସତକୁ ମିଛ କହିପାରେ, ଆଉ ମିଛକୁ ଯିଏ ସତ କହିପାରେ, ସେଇଆକୁ କୁହାଯାଏ ଦଲାର ବା ମିଡିଏଟର। ତେବେ ଆମେ ବର୍ତ୍ତମାନ ଏଇ ଷ୍ଟେଜରେ ଅଛେ। ଆମର ଚେତା କୋଉ ଦିନ ଫେରିବ? ଆମ ଚେତା କେବେ ଫେରିବନି। କାହିଁ ଫେରିବନି? ନା ଆମେ ପା ନିଜକୁ ନିଜେ ଆମେ ବର୍ତ୍ତମାନ ଠିକରେ ନାହୁଁ। ମୋ ଘରେ ଯଦି ଝଗଡା ହେଇଥିବ, ମୁଁ ଗାଡିଟାକୁ ରେସରେ ଚଲେଇକିରି ଯିବି, କୋଉଠି ଆକ୍ସିଡେଣ୍ଟ ହେଇ ମରୁଛି। ମୁଁ ଯଦି ଧରନ୍ତୁ ଡକ୍ଟର ଅଛି କି ଜଣେ ଇଏ ଅଛି, ମତେ ସବୁ ବିରକ୍ତି ଭିତରେ ମତେ ଗୋଟେ ପାଇବା ଭଗବାନ ଦେଇଛନ୍ତି, କି ଚାକିରି ସରକାର ଦେଇଛନ୍ତି। ମୁଁ ଯଦି ଘରେ ଧରନ୍ତୁ ମୋର ବ୍ୟତିକ୍ରମ ଅଛି, ଫ୍ୟାମିଲି ଭିତରେ ଡିଷ୍ଟର୍ବାନ୍ସ ହେଇଛି, ମୁଁ ଗୋଟେ କିଏ ଲୋକ ଆସିକିରି ଭଲ କଥା କହୁଥିବ, ମତେ ଖରାପ ଶୁଭିବ। ବୁଝିଲେ କି? ସେ ଗୋପାଳ କହିଲେ ମତେ ଅଲଗା ଶୁଭିବ। ତେଣୁ ବର୍ତ୍ତମାନ ଏଇ ସବୁ ବିରକ୍ତି ଭିତରେ ଆମେ ବର୍ତ୍ତମାନ ଅଛେ। ତେଣୁ ଏଥିରୁ କେମିତି ସୁଧୁରିବା? ଆମେ ଯୋଉ ସତ୍ସଙ୍ଗ କରୁଛେ, ସେ ସତ୍ସଙ୍ଗରେ ଏ ସବୁ କଥା କିଛି ପଡୁନାହିଁ। ଏଠି କେବଳ ଆମର ପ୍ରତିଯୋଗିତା ଚାଲିଛି। ମୋ ଗୁରୁଙ୍କ ନାଁ ଏଇଆ, ମୁଁ ଏଇଆ ଶିଖିଛି, ମୁଁ ସେ ଆପଣଙ୍କର ଅଷ୍ଟାଙ୍ଗ ଯୋଗ କମ୍ପ୍ଲିଟ କରିଛି, ମୁଁ ସେ ଆପଣଙ୍କର ମୂଳାଳ ସୂତ୍ରରେ ଯାଇକିରି ମାନେ ଆଦିମାତାଙ୍କ ଭେଟ ପାଇକିରି ଆସିଛି, ମୁଁ ଯାଇକିରି ବୈକୁଣ୍ଠ ଧାମ ପରିକ୍ରମା କରିକିରି ଆସିଛି। ଏମିତି କମ୍ପିଟିସନ କରିଲେ କଣଟେ ହବ? ଏଥିରେ ସତ୍ସଙ୍ଗ କଣ ହବ? ତ ମୁଁ ତ ଜାଣିଛି କହିନି, ପ୍ରଥମ ମୋ ଭିତରେ ଅହଙ୍କାର ଆସିଲା। ମୁଁ ଜାଣିଛି ବୋଲି ଯେତେବେଳେ କହିଲି, ମୋ ଭିତରେ ତ ଅହଙ୍କାର ଆସିଲା ନା। ତେଣୁ ମୁଁ ଯଦି ସବୁ ଜାଣିଛି, ତାହେଲେ ମୁଁ ଆଉ ଆପଣଙ୍କ କତିକି କାହିଁ ଯାଉଛି? ଯେବେ ଅହଙ୍କାର ହେବୁ ଆତ, ତେବେ ହାରିବୁ ପୁରୁଷାର୍ଥ। ଅର୍ଜୁନ ବହୁତ କଥା ଜାଣିନଥିଲେ। ଅର୍ଜୁନ ବା ଭଗବାନ ଶ୍ରୀକୃଷ୍ଣ ବି ଶିଖେଇଥିଲେ। ଅର୍ଜୁନଙ୍କ ଗୁରୁ କିଏ? ଭଗବାନ ଶ୍ରୀକୃଷ୍ଣ। ସବୁ ଶିଖେଇଲେ, ଦେଖେଇଲେ, ପ୍ରାକ୍ଟିକାଲ କରେଇଲେ, ହେଲେ କଣ ହେଲା? ଏ ଜ୍ଞାନ ଗୁଡାକ ସବୁ ଅର୍ଜୁନର କୁଆଡେ ଗଲା? ଅର୍ଜୁନ ଯେତେବେଳେ ପ୍ରଥମ ଜ୍ଞାନ ଗୀତାରେ ଆରମ୍ଭ କରିଦେଲେ, ଯେତେବେଳେ ରଥକୁ ନେଇକିରି କହିଲେ ମତେ ଟିକେ ପ୍ରଭୁ ଶ୍ରୀକୃଷ୍ଣ ରଥକୁ ଟିକେ ନେଇକିରି ଆମର ଯୋଉ ଜାଗାରେ ଯୁଦ୍ଧ ହବ, ମଝି ଜାଗାରେ ଟିକେ ରଥକୁ ରଖ, ମୁଁ ଟିକେ ଦେଖିବି କୋଉମାନେ ଯୁଦ୍ଧ କରିବାକୁ ଆସୁଛନ୍ତି।
କୌରବ ପକ୍ଷରେ କୋଉମାନେ ଯୋଦ୍ଧା ଆସିଛନ୍ତି, ପାଣ୍ଡବଙ୍କ ପକ୍ଷରେ କୋଉମାନେ ଯୋଦ୍ଧା ଆସିଛନ୍ତି, ମୁଁ ଟିକେ ତାଙ୍କୁ ଦେଖିବି। ଗଲେ ଭଗବାନ ଶ୍ରୀକୃଷ୍ଣ ରଥ ରଖିଲେ। ରଥ ରଖିଲା ପରେ ଇଏ ଦେଖିଲେ ଆପଣଙ୍କର ଗୋଟେ ଥାଏ ବାରିକେଟ ସିଷ୍ଟମ ବା ଗୋଟେ ରେଖା, ସେ ରେଖା ସେକରରେ ରହିଛନ୍ତି କୌରବ, ଏପଟରେ ରହିଛନ୍ତି ପାଣ୍ଡବ। ଅର୍ଜୁନ ସବୁ ଦେଖିଲେ, ମାନେ କୌରବଙ୍କ ପକ୍ଷରେ ବି କୌରବ ପାଣ୍ଡବ ଯଦି ଆପଣ ଭିତିରି ଅର୍ଥରେ ଯିବେ ସମସ୍ତଙ୍କର ରକ୍ତ ସମ୍ପର୍କ ଅଛି, ପରସ୍ପର ସହିତ ରକ୍ତ ସମ୍ପର୍କ ଅଛି। ବାଣ୍ଟି ହେଇଗଲେ ସିନା କୌରବ, ଏପଟରେ ହେଇଗଲେ ପାଣ୍ଡବ। ମୋର ଦିଟା ପୁଅ, ଗୋଟେ ପୁଅ ଆପଣଙ୍କର ଗୋଟେ ଦଳକୁ ସମର୍ଥନ କଲା, ଆଉ ଗୋଟେ ଦଳକୁ ଆଉ ଗୋଟେ ପୁଅ ସମର୍ଥନ କଲା। ତାମାନେ ପୁଅ କଣ ଦି ଜଣ ଯାକ ମୋର ନୁହନ୍ତି? ତାଙ୍କର ଯୋଉ ରାଜନୀତି କଥା ମୁଁ କହୁଛି, କାରଣ ମୁଁ ଗୋଟେ ଦଳକୁ ଭଲ ପାଉଛି, ମୁଁ ରହିଲି, ମୋ ପୁଅ ଗୋଟେ ଦଳରେ ବଡ ପୁଅ ରହିଲା, ସାନ ପୁଅ ଗୋଟେ ଦଳରେ ରହିଲା। ଯୋଉ ଦଳଟା ଜିତିବ, ମୋ ଧରନ୍ତୁ ମୋ ବଡ ପୁଅ ଯୋଉ ଦଳରେ ଥିଲା ସେଇ ଜିତିଲା, ସେ ଦଳ ଯଦି ଜିତିଛି ମୁଁ କଣ ସେଠି ଯାଇକିରି କିଛି କାମ ମୋର କାର୍ଯ୍ୟ କିଛି ହାସଲ କରିପାରିବି ନାହିଁ? ଧରନ୍ତୁ ସିଏ ନଦୀ ମଝିଆ ପୁଅ ଜିତିଲା, ହାସଲ କରିହବ, ଆମେ 3 ଜଣ ଫାଇଦା ଉଠେଇ ପାରିବୁ। ମୋ ଦଳ ଯଦି ଜିତିଲା ଆମେ 3 ଜଣ ବି ଫାଇଦା ଉଠେଇ ପାରିବୁ ନିଶ୍ଚିନ୍ତ। ତେଣୁ ସେ ଭଗବାନ ଦେଖିଲେ, ଅର୍ଜୁନ ଯେତେବେଳେ ଦେଖିଲେ କହିଲେ ଏଇ ଆତ୍ମୀୟ ସ୍ୱଜନ ସବୁ ଆସିଛନ୍ତି, ତାଙ୍କୁ ମୁଁ କାହାକୁ ମାରିବି? ମୁଁ ମାରିଲେ ମତେ ଅପରାଧ ହବ, ମୋର ରାଜ୍ୟ ଦରକାର ନାହିଁ, ମୋର ଏଇ ଯୋଉ ବୀରପଣ ଦରକାର ନାହିଁ। ମୁଁ ଆତ୍ମୀୟ ସ୍ୱଜନକୁ ବଧ କରିବି, ସମସ୍ତେ ଯଦି ମରିଯିବେ ମୁଁ ଏ କଥା କହିବି କାହାକୁ? ଯେମିତି ମୁଁ କହୁଛି, ଯଦି ସୃଷ୍ଟି ଧ୍ୱଂସ ହେଇଯିବ ମୁଁ କଣ ଚାହିଁବି ସୃଷ୍ଟି ଧ୍ୱଂସ ହଉ? ମୁଁ କେବେ ଚାହିଁବି ନାହିଁ ନା। ଆମେ ସିନା ରାଗରେ କହୁଛୁ, କିନ୍ତୁ ସୃଷ୍ଟି ଧ୍ୱଂସ ହେଲେ ଏବଂ ମୋ ବାଇକ୍ ଟାକୁ କିଏ ଦେଖିବ? ମୁଁ ଥରେ ଅଖିଆ ଅଖିଆ ବାଇକ୍ ଟା କରୁଛି ମାନେ ଗୋଟେ କିଛି ଉଦ୍ଦେଶ୍ୟ କଥା, ରୋଜଗାର ଲକ୍ଷ୍ୟ ନ ରହୁ, ପଦବୀ ଲକ୍ଷ୍ୟ ନ ରହୁ, କିନ୍ତୁ ଗୋଟେ ଉଦ୍ଦେଶ୍ୟ କିଛି ରହୁଛି ନା। ତେଣୁ ସେ ଜାଗାରେ ଅର୍ଜୁନ ସବୁ ଶିଖିଲା ପରେ, ଜାଣିଲା ପରେ ବି କିଛି କରିପାରିନି। ଆମେ ଏମିତି କଣ ଶିଖିଛେ, କଣ ଜାଣିଛେ, ଆମେ କଣ କରିପାରିବା? ତେଣୁ ଆମେ ଟିକେ କି ପ୍ରକାର ରହିଲେ, କଣ କଲେ ସେଠିକି ଟିକେ ଖାତାକୁ ଆମ ନାଁଟା ଯିବ, ସେଇଟା ଟିକେ କେମିତି ନାଁଟା ଯିବ ସେତିକି ଚେଷ୍ଟା କରିଲେ ଭଲ ହୁଅନ୍ତା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।